जय जगन्नाथ। आशा करছি ସମସ୍ତେ ଭଲରେ ଥିବ। ଆଉ ମୁଁ ହଉଛି ଗୋବିନ୍ଦ। ତ ଆମେ ଯୋଉ ନର୍ଥ ଓଡ଼ିଶା ମାନେ ଓଡ଼ିଶାର ଉପର ପାର୍ଟଟା ବୁଲିଲେ, ତ ଆଜି ସେଇ ଯୋଉ ଟ୍ରାଭେଲର ଯୋଉ ମୋର ଥିଲା ଏକ୍ସପିରିଏନ୍ସ ଲାଇଫ କେମିତି ଥିଲା, ତାପରେ ଏଠି ଭଲ କ'ଣ ଲାଗିଲା ଖରାପ କ'ଣ ଲାଗିଲା, ତାପରେ କେତେ ଲୋକଙ୍କ ସାଙ୍ଗରେ ଦେଖା ହେଲି, କେମିତିଆ ଲୋକଙ୍କ ସାଙ୍ଗରେ ଦେଖା ହେଲି, ଆଉ କ'ଣ କ'ଣ ସବୁ କରୁଥିଲି ଖାଉଥିଲି କୋଉଠି, ସେଇଗୁଡ଼ା ତ ତମକୁ ଭିଡ଼ିଓରେ ବି କହିଛି। ହେଲେ ଅଧା ମାନେ ଅଧା ଭିଉଅର୍ସ ମାନଙ୍କୁ ମୋର ଏଇ କଥାରେ ବିଶ୍ୱାସ ହଉନଥିଲା। ସେମାନେ କମେଣ୍ଟ କରୁଥିଲେ ଭାଇରେ ଖାଉଛ କୋଉଠୁ। ତ ସେଗୁଡ଼ାର ଉତ୍ତର ଆଜି ଆମେ ଦେବା। ତ ଚलो, ଏତେ ଦିନ ପରେ ଆସିଛି ସେଥିପାଇଁ କ୍ଷମା ମାଗୁଛି, କାହିଁକିନା ମୁଁ ଟିକେ ଘରକୁ ଯେତେବେଳେ ମୁଁ ରିଟର୍ନ କଲି, ଘରେ ପହଞ୍ଚିଲି, ଘରେ ପହଞ୍ଚିଲା ପରେ ମୋର ଟିକେ କାମ ବଗେରା ଥିଲା, ତ ସେ କାମ କରୁଥିଲି। ତ କଲେଜ କଲେଜ ଆସିବା ପାଇଁ ଯୋଉ କାମ ସବୁ, ସେ କାମରେ ଟିକେ ବିଜି ରହିଗଲି, ସେଥିପାଇଁ ଭିଡ଼ିଓ ବଗେରା ବନେଇଲିନି। ଆଉ ମୁଁ ହଷ୍ଟେଲ ଅଲରେଡି ଆସିସାରିଛି। ଯେମିତିକି ତମମାନେ ଜାଣିନ, ମୋର ଲାଷ୍ଟ ଫାଷ୍ଟ ଯୋଉ ଭିଡ଼ିଓ ଗୁଡ଼ା ଦି ତିନିଟା ଛାଡ଼ିଛି, ଯୋଉ ଓଇଟା ନାଇଟ୍, ଡିଜେ ନାଇଟ୍ ବଗେରା ବଗେରା, ତ ମୁଁ ଓଇଟାର କଲେଜରେ ପଢ଼େ, ଓଡ଼ିଶା ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ରିସର୍ଚ୍ଚ ଭୁବନେଶ୍ୱରରେ। ତ ଏଠି ମୁଁ ବିଟେକ୍ କରୁଛି। ତ ଆଜି ଆମେ ସେ ଟ୍ରାଭେଲର ଯୋଉ ଯେତିକ ଏକ୍ସପିରିଏନ୍ସ ବିଷୟ ସେ ବିଷୟରେ କଥା ହେବା। ଆଉ ଆଗକୁ ଆମର କୋଉ କୋଉ ଭିଡ଼ିଓ ଆସିବ, କୋଉ ବେସିସରେ ଭିଡ଼ିଓ ଆସିବ, ଆଉ କେତେ ଟାଇମ୍ ପିରିୟଡ଼ ଗ୍ୟାପ୍ରେ ଆସିବ, କାହିଁକିନା ମୁଁ ବହୁତ ଡିଲେ କରିଦେଇଛି। ତ ସେଟାକୁ ଆମେ କମ୍ କରିବା। ତ ଏବେ କଣ୍ଟିନ୍ୟୁ ଆମର ଭିଡ଼ିଓ ଆସିବ। ପ୍ରତି ୱିକରେ ଦିଟା ଭିଡ଼ିଓ, ଆଟଲିଷ୍ଟ ଦିଟା ଭିଡ଼ିଓ ତ ଆସିବ ଦିଟା ପ୍ରତି ୱିକରେ। ଦିଟାରୁ ବେଶୀ ହେଇପାରିଲେ କିନ୍ତୁ ଦିଟାରୁ କମ୍ ହବନି। ତ ଏବେ କଥା ଆମେ ଟ୍ରାଭେଲ ବିଷୟରେ। ତ ମୋ ଜର୍ଣ୍ଣି ମୁଁ ଯେମିତିକି ତମକୁ ଫାଷ୍ଟରୁ କହିଛି, ଆଉ ମୋ ଫାଷ୍ଟ ଭିଡ଼ିଓ ବି ତମେ ଦେଖିଥିବ, ମୁଁ ତାଳଚେରରୁ ଜର୍ଣ୍ଣି ଷ୍ଟାର୍ଟ କରିଥିଲି ହେରି। ତାଳଚେରରୁ ଜର୍ଣ୍ଣିଟା ଷ୍ଟାର୍ଟ କରିଥିଲି। ଫାଷ୍ଟ ଡେ ମୋର ଥିଲା ତାଳଚେରରୁ କେଉଁଝର, କେଉଁଝରରୁ ତାପରେ ହରିଚନ୍ଦନପୁର ବାଟେ ହେଇକି ଆମର ହେଲା ତାଳଚେରରୁ ଷ୍ଟାର୍ଟ କଲି, କେଉଁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ତାପରେ ଯାଜପୁର, କେନ୍ଦ୍ରାପଡ଼ା। ଆଇ ଥିଙ୍କ ହଁ ସେତିକି ଡିଷ୍ଟ୍ରିକ୍ଟ ବୋଧେ କଭର କଲି। ଏଇଟା ମୋର ଥିଲା ଯୋଉ ପୁରୀ ସାଇଡ୍ କଭର କରିବାଟା। ପୁରୀ ସାଇଡ୍ଟା ଆକ୍ଚୁଆଲି ରଥ ପାଖେ ଆସିଗଲା ନା, ତ ସେଇ ଯୋଗୁରୁ ମୁଁ କଭର କରିପାରିନଥିଲି ରଥ ଯୋଗୁରୁ। କାହିଁକି ନା ରଥରେ ଆମର ପୁରୀ ଡିଷ୍ଟ୍ରିକ୍ଟଟା ପୁରା ଜାମ୍ ହେଇଯାଏ, ମାନେ ସେଠି ଗାଡ଼ିଟାକୁ ସେ ପାସ୍ କରାନ୍ତିନି। ତ ମୁଁ ବିନା ମନିରେ ଟ୍ରାଭେଲ କରୁଛି, ତ ମତେ ଲିଫ୍ଟ ଦବ କିଏ ଏତେ ଗହଳି ଭିତରେ? ତ ସେଥିପାଇଁ ମୁଁ ଆଉ ରିସ୍କ ନେଲିନି। ତ ସେଠୁ ମୁଁ ଆମର କେନ୍ଦ୍ରାପଡ଼ାରୁ ମୁଁ ସିଧା ପଳେଇ ଆସିଲି କଟକ। କଟକରେ ଦିନ ରାତି ଷ୍ଟେ କରିଥିଲି। ତମ ମୋର ଇଏ ବାଲା ଭିଡ଼ିଓ ଦେଖିଥିବ, ବାପୁଜୀ ବସ୍ ଟର୍ମିନାଲ ଯୋଉ ଭିଡ଼ିଓ ଥିଲା ସେଇଟା ଦେଖିଥିବ। ତାର ମୁଁ ଢେଙ୍କାନାଳ ଗଲି ହାରି। ଢେଙ୍କାନାଳରେ ବି ମୁଁ ଭିଡ଼ିଓ ବଗେରା ବନଉଥିଲି। ଦେନ୍ ମୁଁ ଢେଙ୍କାନାଳରେ ଯେତେବେଳେ ଓହ୍ଲେଇଲି, ଟାଇମ୍ ହେଇଥିଲା ଆରାଉଣ୍ଡ 9ଟା କି 10ଟା ପାଖାପାଖି ଟାଇମ୍ ହବ। ତାପରେ ମୁଁ ଏଠି ବୁଲିବା ପ୍ଲାନ୍ ଜଷ୍ଟ କରିଛି। ତାପରେ ମତେ ଲାଗିଲା ଆରେ ଏଇଠୁ ତ ଘର ଜମା 30-40 କିଲୋମିଟର, 50 କିଲୋ 60-70, 50-60 ଏତିକି କିଲୋମିଟର। ମୁଁ କହିଲି ଏତେ ଦୂର ଆସିକି ମତେ ଆଉ ଇଚ୍ଛା ହେଲାନି, ମାନେ ଘରକୁ ଯିବା ପାଇଁ ପ୍ରବଳ ଇଚ୍ଛା ହେଲା। ତ ମୁଁ ସେଠୁ ଘରକୁ ପଳେଇ ଆସିଲି ହାରି, ଆଉ ଢେଙ୍କାନାଳର ଭିଡ଼ିଓ ବନେଇନି। ତ ଅପକମିଂ ଡେରେ ଆମେ ସେଇଟା ହିଁ କଭର କରିବା, କିଛି ଅସୁବିଧା ନାହିଁ। ଏବେ କଥା ହବା କେମିତି ଲାଗିଲା, ଭଲ ଖରାପ। ଆগে ଆମେ ଭଲ ବିଷୟରେ କଥା ହେଇଯିବା। ଖରାପ ତ ଅବଭିୟସଲି ଭଲ ଅଛି ମାନେ ଖରାପଟା ରହିବା ନିଶ୍ଚୟ କମ୍ପଲସରି ରହିବ। ତ ଫାଷ୍ଟ ଭଲ ବିଷୟରେ କଥା ହେଇଯିବା। ତ ଏଇ ଟ୍ରିପରେ ମତେ ଫାଷ୍ଟ ଯୋଉ ତମେ ଦେଖିଥିବ, ଫାଷ୍ଟ ମତେ ଗୋଟେ ସାର୍ ଲିଫ୍ଟ ଦେଇଥିଲେ, ଯିଏ ସରାଙ୍ଗରୁ ଥିଲେ। ଫାଷ୍ଟ ଲିଫ୍ଟ ସେଇ ସାର୍ ଦେଇଥିଲେ ସରାଙ୍ଗରୁ। ତାପରେ ସେ ଛୋଟ ବଡ଼ ଲିଫ୍ଟ ମିଳୁଥିଲା। ତାପରେ ଦେନ୍ ମତେ ମିଳିଲା କୋଉଠି ଆମର କହନି, ଯୋଉ ପେଟ୍ରୋଲ ପମ୍ପ ଆଗରେ ଯୋଉ ଦି ଭାଇ ମୋ ପାଇଁ ଲିଫ୍ଟ ମାଗିଦେଲେ, ସେଠି ଗୋଟେ ଟ୍ରକରେ ମାଗିଦେଲେ। ଆଉ ସେ ଟ୍ରକ ବାଲା ସାର୍ ମତେ ସିଧା ଆଣି ଛାଡ଼ିଦେଲେ କେଉଁଝରରେ। ଆଉ ସେ ଟ୍ରକ ବାଲା ସାର୍ ମାନେ, ମୁଁ ଜର୍ଣ୍ଣି ଫାଷ୍ଟ ଡେ ଷ୍ଟାର୍ଟ କରିଥିଲି, ମୋର କିଛି ଏତେ ଆଇଡେଣ୍ଟିଟି ନଥିଲା କି ମୋ ଭିଡ଼ିଓର କିଛି ପ୍ରୁଫ୍ ନଥିଲା କି ନାଇଁ ମୁଁ ଏମିତି ଟ୍ରାଭେଲ କରୁଛି। ଫେର ବି ସେ ସାର୍ ମତେ ଏତେ ହମ୍ବଲ ଆଉ ଏତେ ମାନେ କାଇଣ୍ଡଲି ଆଉ ଏତେ ଏତେ ଭଲ ସହିତ ମୋ ସାଙ୍ଗରେ ବିହେଭ କଲେ। ଦେନ୍ ଯେତେବେଳେ ଆମେ ଘାଟି ଉପରେ ଟ୍ରାଭେଲ କରୁଥିଲୁ, ଆମର କାଞ୍ଜିପାଣି ଘାଟି କେଉଁଝର ଯୋଉ ଡିଷ୍ଟ୍ରିକ୍ଟରେ ଅଛି, କାଞ୍ଜିପାଣି ଘାଟି, ସେଠି ଯେତେବେଳେ ଆମେ ଟ୍ରାଭେଲ କରୁଥିଲୁ ହାରି, ସେଇ ସମୟରେ ସେ ମତେ କଣ, ସେଇ ଯୋଉ ମୋ ପାଖରେ ମୁଁ ବିନା ପଇସାରେ ଟ୍ରାଭେଲ କରୁଥିଲି, ତ ସେ ସାର୍ଙ୍କୁ ମାନେ ସେ ଠିଆ କଲେ। ତାର ସେ ମତେ ପଚାରିଲେ ଆରେ ତୁ କେନ୍ଦୁ କି ଜାମ୍ବୁ ବାମ୍ବୁ କିଛି ଖାଇବୁ କି? ତାପରେ ସାର୍ଙ୍କୁ ମୁଁ ତ କହିଲି ନା ନା କହୁଥାଏ, ବଟ୍ ସେ ସାର୍ କହିଲେ ଯା ପଇସା ଧ, ଯା ତଳକୁ ଯା। ତମ ଭିଡ଼ିଓରେ ବି ଦେଖିଥିବ, ମୁଁ ଯାଇକି ସେଠି ପଚାରିଲି କଣ କେତେ ରେଟ୍, ବେର ବେର କିଣିଥିଲି। ଆଉ ସେ ସାର୍ ମାନେ ଗୋଟେ ଯୋଉ ଭ୍ୟୁ ପଏଣ୍ଟ ଥାଏ ସେଗୁଡ଼ାରେ ବି ଗାଡ଼ି ଠିଆ କଲେ, ପର୍ସନାଲି ମୋ ପାଇଁ ଠିଆ କଲେ, ଯୋଉଟା କି ବହୁତ ଖୁସି ଲାଗିଲା। ବଢିଆ ଭ୍ୟୁ ପଏଣ୍ଟରେ ଠିଆ କଲେ, ମୁଁ ଏନ୍ଜୟ କଲି ହାରି। ସେ ମତେ ମତେ ଏମିତି ମତେ ଫିଲିଂ ହେବା ପାଇଁ ଦେଲେନି ଯେ ଯେମିତି ମୁଁ ତାଙ୍କ ସାଙ୍ଗରେ ଫାଷ୍ଟ ଟାଇମ ମିଟ୍ କରୁଛି। ଯେମିତିକି ସେ ମୋ ସାଙ୍ଗେ ବିହେଭ କଲେ, ମୁଁ ତାଙ୍କୁ ଆଗରୁ ଜାଣିଛି। ବହୁତ ବଢିଆ ଲାଗିଲା। ଦେନ୍ ଆମେ ଯୋଉ ସାନଘାଗରାରେ ଓହ୍ଲେଇଲେ, ସାନଘାଗରାରେ ମୁଁ ଯେତେବେଳେ ଟିକେଟ କାଉଣ୍ଟରରେ ପଚାରିଲି ସାର୍ ଏଇ ଭିତରକୁ ଏଣ୍ଟ୍ରି ମାରିବା ପାଇଁ କେତେ ଟଙ୍କା ଟିକେଟ, ସେ ମତେ ବୋଧେ 10 ଟଙ୍କା କି 20 ଟଙ୍କା କହିଲେ।
ମୋ ପାଖରେ ତ ପଇସା ନଥିଲା, ୱିଦାଉଟ୍ ମନି ଟ୍ରାଭେଲ କରୁଥିଲି। ତ ଯେତେବେଳେ ମୁଁ ସେ ସିକ୍ୟୁରିଟି ଭାଇକୁ କହିଲି ଆରେ ସାର୍ ଏମିତି ଏମିତି କଥା, ମୁଁ ବିନା ପଇସାରେ ଟ୍ରାଭେଲ କରୁଛି, ତ ମତେ ଆପଣ ଭିତରକୁ ଯିବା ପାଇଁ ଦେବେ କି ନାହିଁ? ସେ ମତେ ବହୁତ ହମ୍ବଲ ସହିତ କହିଲେ ଆରେ ତମେ ପଳେଇ ଆସ, କିଛି ନାହିଁ କିଛି ନାହିଁ, ଶୀଘ୍ର ଶୀଘ୍ର ପଳେଇ ଆସ। ଟିକେ ଗୁହି ହେଇଗଲା ବଟ୍ କିଛି ନାହିଁ। ସେ ମତେ ଛାଡିଦେଲା ଭାରି, ବହୁତ ଖୁସି ଲାଗିଲା। ଦେନ୍ ମୁଁ ବୁଲାବୁଲି କରି ମୋ ଫାର୍ଷ୍ଟ ଷ୍ଟେ ଯୋଉଠି କଲି ଆମର ପ୍ରିୟାଂଶୁ ସାଙ୍ଗ ମୋର, ତାରି ଘରେ ଷ୍ଟେ କରିଥିଲି, ଆଉ ଭଲ ଲାଗିଲା। ତାପରେ ଦେନ୍ ଗଲି ହରିଚନ୍ଦନପୁର ହେଇକରି ଆମର ଗୁଣ୍ଡିଚା ଘାଇ, ଗୁଣ୍ଡିଚା ଘାଇ ୱାଟରଫଲ। ତମେ ଦେଖିଥିବ ହେଇ ୱାଟରଫଲ ଯିବା ରାସ୍ତାରେ ମୁଁ ବହୁତ ଷ୍ଟ୍ରଗଲ ଥିଲା। ଷ୍ଟ୍ରଗଲ ମିନ୍ସ ମାନେ ଯୋଉ ସାଙ୍ଗ ଘରେ ମୋର ଲଞ୍ଚ କରିବାର ଥିଲା, ସେ ସାଙ୍ଗର ପର୍ସନାଲ ପ୍ରୋବ୍ଲେମ ଯୋଗୁରୁ ସେ ତାର ମାନେ ରିଲେଟିଭ ଘରକୁ ଚାଲି ଯାଇଥିଲେ, ତ ସେଠି ମୁଁ ଟିକେ ସେଇଦିନ ଟିକେ ଭୋକିଲା ରହିଯାଇଥିଲି। ଆଉ ସେଇଦିନ ମତେ ଲିଫ୍ଟ ବି ମାନେ ଯୋଉ ଗୁଣ୍ଡିଚା ଘାଇ ୱାଟରଫଲ ଦେଖି ସାରିଲା ପରେ ସେଇ ତାପରେ ଯୋଉ ଚାଲିଲି ଅଧଘଣ୍ଟା ଖଣ୍ଡେ ଯୋଉ ଖରାରେ, ବଢିଆ ଲାଗିଲା। ତାପରେ ସେ ଘଟଗାଁ ଏମିତି ଗଲି, ପହଞ୍ଚିଗଲି, ମାଙ୍କ ଦର୍ଶନ ହେଲା ଭାରି। ତାପରେ ମୁଁ ଗଲି କେଉଁଝର ଏମିତି। ତାପରେ ନେକ୍ସଟ ମତେ ସବୁଠୁ ବଢିଆ ଲୋକ ମିଳିଥିଲେ ପ୍ରାଚ୍ୟ। ପ୍ରାଚ୍ୟ ମୋର ଗୋଟେ କ୍ଲାସ ର ସାଙ୍ଗ, ତାଙ୍କ ଘରକୁ ମୁଁ ଯାଇଥିଲି। ତାଙ୍କ ଘର ହଉଛି ବାଲେଶ୍ୱରରେ। ସେ ସେ ଯୋଉ ତାଙ୍କ ଘରକୁ ଯୋଉ ମୁଁ ପହଞ୍ଚିଲି, ଆଣ୍ଟି ଯିଏ ଥିଲେ ମାନେ ପ୍ରାଚ୍ୟଙ୍କ ମା ଯିଏ ଥିଲେ, ସେ ମତେ ମାନେ ଆଜ ଏ ନିଜ ସନ୍, ମାନେ ଆଜ ମାନେ କଣ କହିବି, ମାନେ ନିଜ ପୁଅ ପରିକା ମତେ ଟ୍ରିଟ୍ କଲେ। ଯେମିତି ମୁଁ ପହଞ୍ଚିଲି ସେ ମତେ କହିଲେ ଆରେ ପୁଅ ଗାଧେଇ ପଡ ଟିକେ, ଫ୍ରେଶ ହେଇଯା। ମୁଁ ଗାଧେଇ ପଡିଲି, ସେ ମତେ ସାଙ୍ଗେ ସାଙ୍ଗେ ତାପରେ ଖାଇବା ପାଇଁ କରିଥିଲେ ଭାରି। ସେଇ ଟାଇମ ହେଇଯାଇଥିଲା 4ଟା 5ଟା ରାଉଣ୍ଡ ଥିଲା, ହେଇଯାଇଥିଲା। ଫେର ସେ କହିଲା ଆରେ ପୁଅ ତୁ ଖାଇନୁ ଦିନ ସାରା, ଏତେ ବାଟ ଆସିଛୁ କିଛି ଖାଇନେ। ସେ ମତେ ଖୁଆଇଲେ। ତାପରେ ତା ପରଦିନ ପ୍ରାଚ୍ୟ ଯିଏ ସାଙ୍ଗ, ତା ଦେହ ଖରାପ ଥିଲା, ତ ସେ ମୋ ସାଙ୍ଗରେ ଯାଇପାରିଲେନି। ଆଣ୍ଟି ନିଜେ ମତେ ତାଙ୍କ ଏରିଆ ବୁଲିବା ପାଇଁ ନେଇଥିଲେ ଭାଇ। ଆଉ କଣ କହିବି, ଆଣ୍ଟି ଯେତିକି ଭଲ ପାଇବା ମତେ ଦେଲେ ନା, ସତରେ ମୁଁ ଯଦି ଭଏସ ରେ କି ୱାର୍ଡ ରେ ଏକ୍ସପ୍ଲେନ କରିବି ତାହେଲେ ମୁଁ ଏକ୍ସପ୍ଲେନ ହିଁ କରିପାରିବିନି। ତାଙ୍କ ଭଲ ପାଇବାକୁ ମୁଁ କେମିତି କହିବି ଭାଇ, ମୋ ଆଖିରୁ ତମେ ଦେଖିପାରୁଥିବ ମୋ ଏକ୍ସପ୍ରେସନ ରୁ, ଆଉ ଏକ୍ସପ୍ରେସ କରିପାରିବିନି। ଆଉ ସେଇ ପୂର୍ବରୁ ଯୋଉ ମୋର ମୟୂରଭଞ୍ଜରୁ ଯେତେବେଳେ ମୁଁ ବାଲେଶ୍ୱରକୁ ଯାଉଥିଲି, ସେ ମଝିରେ ତିନି ଭାଇ ଜଣ ମତେ କାରରେ ଲିଫ୍ଟ ଦେଇଥିଲେ, ତମ ଭିଡିଓରେ ବି ଦେଖିପାରିବ। ସେ ତିନି ଭାଇ ମତେ ମାନେ ଲିଫ୍ଟ ଦେଲେ, ତାଙ୍କୁ ପଚାରିଲେ କଣ କେମିତି କଣ ସେ ବଗେରା ବଗେରା। ଦେନ୍ ସେ ମତେ ମାନେ ସେ ଟାଇମ ଦେଖିଲେ କି ଟାଇମ ସେତେବେଳେ ଗୋଟେ ପାଖାପାଖି 12ଟା 1 କି ସେ 2ଟା ଏଇ ମଝିରେ ଥିଲା। ତ ସେ ମତେ ମାନେ ସେ କହିଲେ କି ଆରେ ପୁଅ ତୁ ତ ବହୁତ ସକାଳୁ ବାହାରିଛୁ, ତ ତୁ ଖାଇନଥିବୁ କିଛି। ସେ ମତେ ତାଙ୍କ ଆଡୁ ଖାଇବା ଅଫର କଲେ, ନା କି ମୁଁ କହିଛି। ମାନେ ଲୋକ ବହୁତ ଭଲ ଥିଲେ, ମାନେ ଏଇ ଜର୍ଣ୍ଣିରେ ଏତେ ଭଲ ଲୋକ ଭେଟ ହେଲେ, ଏତେ ମାନେ ହମ୍ବଲ ଭାଇ, ନେକ୍ସଟ ଲେବୁଲ। ଆଉ ଗୋଟେ ମୋର ସାଙ୍ଗ ଥିଲା କିଏ, ଜୟନ୍ତ ଭାଇ। ତା ପାଖରେ ଲିଟରାଲି ତା ପକେଟ ମନି ମାନେ ଖର୍ଚ୍ଚ ହେଇସାରେ। ସେ ମେସରେ ରୁହେ, ସେ କଲେଜରେ ମେସରେ ରହିକି ପାଠ ପଢେ ଭାରି। ତା ପକେଟ ମନି ତାର ଆଟଲିଷ୍ଟ ଖର୍ଚ୍ଚ ହେଇସାରିଥିଲା, ମାନେ ତା ପାଖରେ ନଥିଲା କହିବାକୁ ଗଲେ। ସେ ମତେ ଆଜ ଏ ଗେଷ୍ଟ ରଖିବା ପାଇଁ ସେ ତା ସାଙ୍ଗଠୁ ସେ ଉଦ୍ଧାର ମାଗିକରି ମତେ ଗେଷ୍ଟ ପରିକା ରଖିଲା ଭାଇ। ଜୟନ୍ତ ତୁ ଯଦି ଏ ଭିଡିଓ ଦେଖିବୁ, ଥ୍ୟାଙ୍କ ୟୁ ଭାଇ, ବହୁତ କିଛି କରିଛୁ। ଏମିତିଆ ଭାଇ ଯଦି ଥିବେ ଭାଇ, ଏରା ସାଙ୍ଗଠୁ ଅଧିକ ଭାଇ ଭାଇ। ତାପରେ ନେକ୍ସଟ ମୁଁ ଯେତେବେଳେ ବାଲେଶ୍ୱରରୁ ତାରେ ଭଦ୍ରକ ଗଲି, ଭଦ୍ରକ ପରେ ଆମର ଯାଜପୁର ଗଲି। ହଁ, ଭଦ୍ରକ ପରେ ଯାଜପୁର, ଯାଜପୁର ପରେ କେନ୍ଦ୍ରାପଡା ଆସିଲି। କେନ୍ଦ୍ରାପଡାରେ ମୋର ଗୋଟେ ସାଙ୍ଗ, ତା ନାଁ ହଉଛି ଆମର ଗୁଲସନ, ଯିଏକି ମତେ ଆମର ବରୁଣେଇ ବରୁଣେଇ ଟେମ୍ପଲ ଆଇ ଥିଙ୍କ, ନା 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 ସରି, ସେ ସେ ଆମେ କୋଉ ଗୋଟେ ଟେମ୍ପଲ କୁ ଯାଇଥିଲୁ, ଜାଗା ନାଁ ଟା ମତେ ମନେ ପଡୁନି। ସେଇ ଯୋଉ ଘାଟି ଉପରେ ଚଢି କରି ଯୋଉ ଭିଡିଓ ବଗେରା, ସେଇଥିରେ ସେ ଭିଡିଓରେ ସେ ଟୋଟାଲ ସେ କହିଲା କି ମୁଁ ଏଇ ଜାଗା ବିଷୟରେ ଏକ୍ସପ୍ଲେନ କରୁଛି। ସେ ମତେ ଏକ୍ସପ୍ଲେନ ବି କରୁଛି, ମୋର ଭିଡିଓରେ ଅଛି, ତମେ ଦେଖିପାରିବ, ମୋର ଚ୍ୟାନେଲରେ ଅଛି ସେ ଭିଡିଓ ବି। ସେ ସେ ସାଙ୍ଗ ଭାଇ, ସେ ମତେ ଲିଟରାଲି ମାନେ ମୁଁ ଗୋଟେ ଜାଗାରେ ଥିଲି, ସେ ସେଇଠୁ ମତେ ଏତେ ମାନେ 12 କିଲୋମିଟର ଖଣ୍ଡେ ଆସିଲା, ସେ ମତେ ଆସିକି ନେଇକି ଗଲା ତାଙ୍କ ଘରେ ଖାଇବା ପିଇବା ରାତିରେ। ଆଉ ସେ ଆଣ୍ଟି ମାନେ ମା ଯିଏ ଥିଲେ ଗୁଲସନଙ୍କର, ସେଇ ମତେ ବହୁତ ଭଲ ପାଇବା ଦେଲେ। ତାପରେ ଆମର ସେ ତା ପରଦିନ ସେ ମତେ ଦିନ ସାରା, ତାର ଗୋଟେ ଅଫିସିଆଲ କାମ ଥିଲା, ତା ଅଫିସିଆଲ କାମଟାକୁ ଆମେ ଟିକେ ସାରିଦେଲୁ ସକାଳେ। ଦେନ୍ ସେ ମୋ ସାଙ୍ଗରେ ପୁରା ଦିନ ସାରା ରହିଲା। ଦିନ ସାରା ରହିଲା ପରେ ମୋର ସନ୍ଧ୍ୟାବେଳେ ଟିକେ ପ୍ରୋବ୍ଲେମ ହେଲା, ଜଗତସିଂହପୁର ଯିବାରେ କୋଉଠି ଷ୍ଟେ କରିବି। ତ ସେଇ ପ୍ରୋବ୍ଲେମ ଟା ମୋର ସର୍ଟ ଆଉଟ ହଉନଥିଲା, ତ ଟିକେ ପ୍ରୋବ୍ଲେମ ରହିଯାଇଥିଲା।
तो से मते कहला कि अरे भाई तू आम घर को पळे आसे आज रही जीव काली पळेबू किछि असुविधा नहीं। अरे मु कहली अरे मु तोड़ तो बाहर जाई आ रिटर्न करे पे इच्छा होनी। तो मु सेडू कटक पळे आसी हारी आ तांकर जो केन्द्रापड़ा ता पूर्व मु जतले हमर जाजपुर से मो सांग घर होची आली। तो जाजपुर जते आली सेते गोटे ये रोड रे ट्रैवल करथि मैं गोटे विलेज रोड रे विलेज रोड रे ट्रैवल करथि समस्त तुम नहीं जानते भाई माने विलेज रोड रे लिफ्ट मिले भारी कष्ट। तो से दिन वर्षा ही प्रबल होउतला तो तुम मोर देखि तो मु रेनीकोट पिंधि के लिफ्ट मागुथि यारी। तो सेतेले मु जेतेले आस्तिली हारी तारे गोटे रास्ता गोटे गाँव रो शेष रे गोटे पहुंचली तापर सेठी उठिया ये लिफ्ट मागुथली तो गोटे भाई सेई गाँ भीतर गोटे घरु से बाहरिले जस्ट बाइक रे धरिकी गोटे छोट छुआ को से धरे माने बाइक रे बसई जंती देन से आस्तिले हारी। तो ता स्टांड टा दे नथिले त मु कहली भाई तो स्टांड टा रहि जाई छि तमे देनो हारी। तापर से भाई ताको स्टार्ट टा देला हारी देन स्टार्ट टा देला पर से मते पचारले अरे भाई तुम कोन करछ एटे तो कुआडू आसिलो कोन एंती से मते पचारले कुआडे जाउछ एंती बगरा बगरा पचारले। देन से जेतले मु जानले नाइ मु एंती सब करूजी से मते कहला अरे भाई तुम सकाळू बाहरी जो कि खाइथो कि नै मु तारी जस्ट पूर्व रे माने खाइथली जाजपुर गोटे बेस सेडे मु खियापिया करथली के साउंड बहुत होउची नॉइज क्रिएट होउची बाहर गोटे कंस्ट्रक्शन वगैरह चलजी तो बहुत साउंड होउची मते लागुनी ऑडियोटा मते लागुची क्लियर ही जाउतो काहे ना मु भलो माइक यूज करूची देखिया जदी जदी आसुनी तो रिटेक नै जिवा। तो कथाडा हला हमर एठे जे से भाई मते तांको घर को डाकी नेले भारी घर को डाकी नेले भलो कथा से मते बसैले बसिली भारी तार से मते पानी देले पिया पे पीली तापरे से मते मिठा देले चारटा तार मु ना 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 पानी देला ठीक अछि बट मु बसी के रेस्ट करछि एबे जस्ट 5-10 मिनिट मो संग पळे आसियो मु पळे हरी मते भोक नै मु खाई करी आछि। तापरे से मते कहला अरे पो तू एते डेरी हला देखे पो तू एते डेरी हला आसीचू माने यात्रा करछु तू खाई दउ न खाई तू हम आगे मिछ कहउछु देख तो बड़ भाई तते कहउछु तू खाई दे। तापरे हम चार के तीनटा मिठा थिला होते आई थिंक मन पड़नी ठीक से तीनटा मिठा देले अरे खाइले ठीक अछि। तापरे टिके बसिली तापरे से मते कहले अरे पो तू भात भात किछि खाइ न तू चारटा मिठा कोन पेट पुरियो तो चलो मुसी खाइ दे हरी भाई रे बोली ना भाई मु खाइथिली अब खाइथिली आपण मिठा कहि देले पेट मोर फुल अछि हम खाइ परिनी। से मते कहले अरे भाई तू देख गोटे बड़ भाई तो मना करछु एटा भलो कथा की से माने एते रिक्वेस्ट करले माने रिक्वेस्ट ना एते माने भल पाइया सहित कहले जे मो तांको कथा मु काटी पालिनी मना कर पाइनी। तो तांको सारे खाइली बसी गली भल लागला देन जेतले खाउथली सेतरो सांग पहुंची गला मु ताको लाइव लोकेशन शेयर कर देछि से पहुंच की से बाहर रेस्ट कला हरी। तापरे मु खाइ सर के हाथ धुआ धुई गेली समस्त में धुआ धुई चलू तारे जेतले मु बाहर रे कहली भाई मु आगो जाई से सेतले 50 टंका मते देले हारी मु कहली भाई भाई 50 टंका तुम खाया पिया पाए देला ठीक अछि बट मु पैसा नै पारी नै भाई तमे आ कोन कहि भाई तुम पैसा दियो ही नै। तो से मते कहले कि अरे भाई तो गोटे बड़ भाईटे दउची गोटे सान भाई भाभी गए तू रखिबनु कोन पाई भाई लिटरली एते भल पाइबा देले तांगो घरे समस्त चिन्हि ना जान ना लेकिन भल पाइबा से जमारो हेळा करि ना माने ओडिसा रे हमर बहुत भलो हम भारत रे बहुत भल लोक अछंती। हां तापरे भल एमती हो हला घटना तापरे मु आसले रे कटक एमती एटा तो हम गला भलो पार्ट एबा से किछि डार्क साइड ट्रैवल रे कोन मु माने डार्क साइड देखली माने टिके डार्क साइड कहले एमती किछि नथिला बेसी तो किछि नथिला कोनडा कहि जेमति कि मु मो जिंस गुडा हजै दउथले मींस कोन माने छाडी दउथली माने उडी उडे रहि जाउथली सेटा मु हेडा भूल जाउथली काढुथली देन मु भूल जाउथली जेंति मनी पोस्टा मु भूली गली गोटे सांगडी स्टे कली देन हेडू मु जेते लीव नेली मो मनी पोस्टा एटी छाडी आसली एते पैसा पत्र किछि नथिला मोर वीडियो रे मु कहिदिली मोर एते प्रॉब्लम हिचारी तो बहुत माने सेही वीडियो रो व्यू बहुत बढ़िया पळैतला मते मु एक्सपेक्ट कर नथली माने एक्चुअली प्रॉब्लम को लोक देखिया पाए चाहू नथि ना कोन मु जानि मानले से वीडियो रो व्यू भारी बढ़िया जाइतला। तो हेई पोस्ट मोर बेसी किछि नथला केवल एटीएम कार्ड ता थला ताना किछि नथला चलियो किछि ना एटा कैंसिल करी मु अप्लाई कर सार दै जाई हेई ताफरे देन आ गोटे प्रॉब्लम मोर हेइतिला। हाँ विलेज रोड तुम केबे भी जदी किए भाई जदी केतळे जीवा से टिके प्रॉब्लम पाइबो ताना केबे विलेज रोड भीतर लिफ्ट वगैरह मागियोनी काहे ना विलेज रोड टिके थाए प्रॉब्लम टिके इशू थाए आ से जगह रे सीरो लिफ्ट भी मिलेनी। तो मु कहबी कि जदी के भी जदी केतळे लिफ्ट नै कि जे पई जाउछो
যদি সেটা ତମ ଏରିଆ ନାହିଁ, ଯଦି ତମ ସେ ଇଲାକାର ମାନେ ତମେ ସେ ଅଞ୍ଚଳର ବାସିନ୍ଦା ନୁହଁ, ତ ସେଇ ଏରିଆରେ ତମକୁ ଲିଫ୍ଟ ମାଗିବାଟା ମାନେ ଗାଁ ଗହଳି ରାସ୍ତାରେ ଭଲ ନାହିଁ। କାହିଁକିନା ଟିକେ ଖରାପ ଲୋକ ବି ଅଛନ୍ତି, ମଦ୍ୟପାନ କରନ୍ତି। ମାନେ ମଦ୍ୟପାନ କରିବା ଖରାପ କାମ ନୁହେଁ, ମାନେ ମଦ୍ୟପାନ କରିକି ଖରାପ କାମ କରିବା ଏଇଟା ଖରାପ। ତ ଚଲ ତାପରେ ନେକ୍ସଟ ଗୋଟେ ଲୋକ ଭେଟିଲେ ମତେ କେନ୍ଦ୍ରାପଡା, ଯେତେବେଳେ ମୁଁ କଟକ ଆସିଲି ହାରି ସେତେବେଳେ ଗୋଟେ ଲିଫ୍ଟ ମାଇଲି। ତ ଗୋଟେ ଛୋଟା ହାତୀ ଯୋଉ କୁହନ୍ତି, ଆମର ଯୋଉ ଟାଟା ମ୍ୟାଜିକ, ଆଇ ଥିଙ୍କ ହଁ ଟାଟା ମ୍ୟାଜିକ ର ଯୋଉ ଡାଲା ଭର୍ଜନ ଟା ଛୋଟା ହାତୀ, ସେଇଥିରେ ମୁଁ ଲିଫ୍ଟ ମାଇଲି ହାରି। ସେ ତାଙ୍କୁ ମୁଁ ଫାଷ୍ଟରୁ କହିଲି, ଆରେ ଦେଖ ମୁଁ ଏମିତି ଏମିତି ଟ୍ରାଭେଲ କରୁଛି ହାରି, ମୋ ପାଖରେ ପଇସା ପତ୍ର ନାହିଁ, ମୁଁ ବିନା ପଇସାରେ ଟ୍ରାଭେଲ କରୁଛି, ମୁଁ ଅଲ ଓଡିଶା ବୁଲୁଛି ହାରି। ସେ ମତେ କହିଲେ ହଉ ଠିକ ଅଛି ଆସ ହାରି। ମୁଁ ତାଙ୍କର ଭିଡିଓ ବନେଇ ନଥିଲି, ମୁଁ ସେତେବେଳକୁ ସନ୍ଧ୍ୟା ହେଇଯାଇଥିଲା, ପୁରା ମୁଁ ଥକି ଯାଇଥିଲି, ତ ମୁଁ ଭିଡିଓ ବନେଇ ନଥିଲି। ଲେକିନ ତାଙ୍କର ଗୋଟେ ଷ୍ଟୋରିଟେ ମୁଁ ରିଲରେ ମୋର ଇନଷ୍ଟା ଆଇଡିରେ ପକେଇ ଦେଇଥିଲି, ମାନେ ଷ୍ଟୋରି ପକେଇଥିଲି। ସେ ଲୋକଙ୍କୁ ତମେ ଯଦି ଦେଖିବ ହେଲା, ଦେଖିଥିବ, ଯୋଉରା ମତେ ଇନଷ୍ଟା ଫଲୋ କରନ୍ତି ଅବଭିୟସଲି ସେମାନେ ଦେଖିଥିବେ। ଆଉ ସେ ଲୋକଙ୍କ ସାଙ୍ଗରେ ମୁଁ ଆସିଲି ହାରି, ସେ ମତେ କଟକ ଯେତେବେଳେ ଆସିକି ନେଇକରି ଆସିଲେ, ସେ ମତେ ପଇସା ମାଗିଲେ ହାରି, କହିଲେ ଆରେ 50 ଟଙ୍କା ଦିଅ। କହିଲି କଣ ପାଇଁ? ତାପରେ ସେ କହିଲେ ମୁଁ ତୁମକୁ ଯୋଉ ଆଣିକି ଛାଡିଲି, ତାପରେ ମୁଁ କହିଲି ଦେଖ ଭାଇ, ମୁଁ ତୁମକୁ ଆରମ୍ଭରେ ହିଁ କହିଛି ମୋ ପାଖରେ ପଇସା ପତ୍ର ନାହିଁ, ମୁଁ ବିନା ପଇସାରେ ଟ୍ରାଭେଲ କରୁଛି, ଆଉ ମୋ ପାଖରେ ପଇସା ନାହିଁ, ମୁଁ କେମିତି ଦେବି ଆପଣଙ୍କୁ। ସେ ତାପରେ ମୋ ସାଙ୍ଗରେ ଝଗଡା କରିବା ଆରମ୍ଭ କଲେ, ଯୁକ୍ତି କରିବା ଆରମ୍ଭ କଲେ। ତ 5-10 ମିନିଟ ମୁଁ ତାଙ୍କ ସାଙ୍ଗେ ଟିକେ ଆର୍ଗୁମେଣ୍ଟ କଲି, ମୁଁ ଭାବିଲି କାଳେ ସେ ମାନିଯିବେ, ଦେନ୍ ସେ ମାନିଲେ ହିଁ ନାହିଁ। ତ ଏଟ୍ ଦି ଏଣ୍ଡ ମୁଁ ମାନେ ମୋ ସହିତ ସଦାବେଳେ ସେଫଟି ପାଇଁ କିଛି ପଇସା ଧରିଥାଏ, ପୁରା ଜିରୋ ପଇସାରେ ବୁଲୁନଥିଲି, ସେଫଟି ପାଇଁ କିଛି ଧରିଥିଲି, ଆରାଉଣ୍ଡ 500 ଟଙ୍କା ଖଣ୍ଡେ ଧରିଥିଲି, ସେଗୁଡ଼ା ମୋର ଚେଞ୍ଜ ହେଇଯାଇଥିଲା। ତ ମୁଁ ତାଙ୍କୁ ଭିତରୁ 50 ଟଙ୍କା କାଢିକି ଦେଲି। ଲେକିନ ମୁଁ ଯଦି ଏଇ ଭିଡିଓକୁ କୋଉ ଡ୍ରାଇଭର ଭାଇ ମାନେ କି କିଏ ମାନେ କିଏ ଜଣେ ଯୋଉ ଭାଇ ମାନେ ବି ଦେଖିଏ, କିଏ ଯଦି ତମକୁ କହୁଛି ନାଇଁ ମୋ ପାଖରେ ଏମିତି ଏମିତି ମୁଁ ଏମିତି ଏମିତି ଟ୍ରାଭେଲ କରୁଛି, ତାର ପୁରା କଥାଟା ତମେ ଶୁଣିଛ, ତାପରେ ଯଦି ତାକୁ ଯଦି ତମେ ପଇସା ମାଗିବ, ଏଇଟା ଠିକ ହେବ ନାହିଁ, ସତ କଥା। ତମର ଯଦି ଇଚ୍ଛା ନାହିଁ ତାକୁ ଦିଅ ହିଁ ନାହିଁ, ସତ କଥା ଭାଇ। ତମର ଯଦି ତମ ପଇସା ଦରକାର, ସେ ତମକୁ ଦେଇପାରିବନି, ସେ ଆଗରୁ ହିଁ କହିଦେଇଛି, ତାକୁ ଦିଅ ହିଁ ନାହିଁ। ତମେ କହୁ କି ନାଇଁ ଭାଇ, ମୁଁ ତ ମୋର ଏଇଟା ରୋଜି ରୋଟି, ତ ମୁଁ ତମକୁ କେମିତି ଫ୍ରିରେ ନେଇଯିବି। ତ ଏଇ ଜିନିଷଟା ଠିକ ନାହିଁ, ଆଦୌ ଭଲ ନାହିଁ। କାହିଁକି ନା ସେ ଗୋଟେ ଲୋକ ତୁମ ଉପରେ ଭରସା କରି ସେ ତମ ଗାଡିରେ ଆସିଛି, ତମେ ତାକୁ ଲାଷ୍ଟ ପଇସା ମାଗିବ, ସେ କୁଆଡୁ ଦବ? ମୋ ପାଖରେ ଥିଲା, ଯଦି ନଥାନ୍ତା କଣ କରିଥାନ୍ତି ମୁଁ, ହଁ କି? ତ ଭାଇ ଏଇ ଜିନିଷଟା କରିବନି। ଆଉ ଗୋଟେ ଅଟୋ ବାଲା, ମାନେ ଗୋଟେ ଅଟୋ ବାଲା ଲିଟରାଲି, ମୁଁ ଯେତେବେଳେ ଟ୍ରାଭେଲ କରିକି ଆମର ଗଲି ଅନୁଗୁଳ ପାଖକୁ, ଆମର କଣ ସେ ଏରିଆଟା ନା ହଉଛି ଆମର ଅନୁଗୁଳ, ଇଆଡେ ଗୋଟେ ଷ୍ଟିଲ ପ୍ଲାଣ୍ଟ ଅଛି। ସେ ପ୍ଲାଣ୍ଟ ପାଖରେ ମୁଁ ଜଷ୍ଟ ଗୋଟେ ଭାଇଟା ମତେ ଛାଡିଦେଲା, ସେ ସିଆଡୁ ବୁଲି ପଡିଲେ। ଆମର ସେଇ ଜାଗା ନାଟା ମନେ ପଡୁନି ଠିକ ସେ, ସେଇଟା ସେ ଗୋଟେ ଅଟୋ ବାଲା ସାର୍, ସେ ମତେ ପଚାରିଲେ ଆରେ ପୁଅ କୁଆଡେ ଯିବୁ, ଆଗକୁ ଯିବୁ କି? ମୁଁ କହିଲି ହଁ ଯିବା ତ ଆଗୁଆଡେ ହିଁ ଅଛି, ଲେକିନ ମୋ ପାଖରେ ପଇସା ନାହିଁ, ବିନା ପଇସାରେ ଓଡିଶା ଟ୍ରାଭେଲ କରୁଛି। ତ ସେ ଅଟୋ ବାଲା ସେ ନିଜ ପାସେଞ୍ଜର ଗାଡିରେ ସେ ମତେ କହିଲେ ହଉ ତମେ ଆସ, ମୁଁ ତମକୁ ବିନା ପଇସାରେ ଛାଡିଦେବି। ଭାଇ ଏମିତିଆ ଲୋକ ବି ଅଛନ୍ତି। ତ କଣ କରିବା, ସେ ସେ ସାରଙ୍କୁ ଏତେ କିଛି କହିଲା ପରେ ସେ ଯଦି ମତେ ପଇସା ମାଗିଲେ, ତା ମୁଁ କିଛି ନାହିଁ। ମାନେ ଭଲ ଲୋକ ତ ଅଛନ୍ତି, ଲେକିନ ମୁଁ ଏ ଟ୍ରାଭେଲରେ ମାନେ 98% କହିବାକୁ ଗଲେ ହାରାହାରି 98% ଭଲ ଲୋକ ମିଳିଲେ। ଏଇ ଯୋଉ ବଚା କୁଚା ଟିକେ ଟିକେ ବଞ୍ଚିଛନ୍ତି, ହେରା ଟିକେ ଥିବେ, ଯେତେ ଭଲ ମାନେ ହେଲେ ବି ସେ ଟିକେ ଟିକେ ରହିବେ, କିଏ ରହିବ। ତ ଆମେ ସେଇ ଖରାପ ଜିନିଷକୁ ଇଗ୍ନୋର କରିକି ଆମେ ଭଲ ଜିନିଷ ଏକ୍ସପିରିଏନ୍ସ କଲେ ବହୁତ ବଢିଆ ଲାଗିଲା। ଆଉ ଏଇ ଟୋଟାଲ ଟ୍ରିପରେ ମୁଁ ଆରାଉଣ୍ଡ କଭର କଲି ମୋର କେତେ 1200 କି କେତେ କିଲୋମିଟର, ଆରାଉଣ୍ଡ ହିସାବ କରୁଥିଲି 1200+ କିଲୋମିଟର। 1200 ଭାଇ, 1.2K+। ମୋ ସବସ୍କ୍ରାଇबर ତ ସେତିକି ନାହାନ୍ତି କି ମୋର କୋଉ ଭିଡିଓରେ, ହଁ ମୋ ଭିଡିଓ କୋଉଟା ବୋଧେ ପଳେଇଛି, ବଟ୍ ମୋ ସବସ୍କ୍ରାଇबर ତ ସେତିକି ନାହାନ୍ତି। ତାଠୁ ବେଶୀ ମୁଁ ଟ୍ରାଭେଲ କରିଦେଇଛି କିଲୋମିଟର। ବହୁତ ଖୁସି ଲାଗିଲା, ମାନେ ବିନା ପଇସାରେ ମୁଁ ଟ୍ରାଭେଲ କରିଥିଲି। ଆଉ ଏଇ ଯେତିକି ଟ୍ରାଭେଲ କଲି, ଏଥିରେ ମୋର ଖର୍ଚ୍ଚ ହେଇଥିଲା, ଯୋଉ ଦିନ ମୁଁ କହିଲି ଯଶୀପୁରରୁ ଆସିଲି ହାରି, ସେଦିନ ମୋର ଖର୍ଚ୍ଚ ହେଇଥିଲା 30 ଟଙ୍କା। ମୁଁ ଗୋଟେ ସେଠି ଖାଇଥିଲି ହାରି ଯଶୀପୁରରେ, ଗୋଟେ କହୁଥିଲି ଆଜି ଟିକେ ପଇସା ଖର୍ଚ୍ଚ କରିଦି, ଭିଡିଓରେ ବି ମୋର ଅଛି, ତମେ ଦେଖିଦବ। ମୁଁ ସେଠି ଟିକେ ଖର୍ଚ୍ଚ କରିଥିଲି। ତାପରେ ମୁଁ ଖର୍ଚ୍ଚ କରିଥିଲି ଆମର ଛୋଟିଆ ମୋଟା କୋଉଠି ଗୋଟେ ଖର୍ଚ୍ଚ ହେଇଥିବ। ଦେନ୍ ମୁଁ ଖର୍ଚ୍ଚ କରୁଛି ଆମର ବସ୍ ଟର୍ମିନାଲ, କଟକ ବସ୍ ଟର୍ମିନାଲ, ବାପୁଜୀ ବସ୍ ଟର୍ମିନାଲ। ସେଠି ବେଡ୍ ପାଇଁ ମୋଠୁ ଚାର୍ଜ କଲେ ସେ 100 ଟଙ୍କା। ଆଉ ଆହାର କେନ୍ଦ୍ରରେ ଖାଇଲି 5 ଟଙ୍କାରେ ମିଲ୍। ଏମିତି ସବୁ ଖର୍ଚ୍ଚ ହେଇଥିଲା। ତ ବହୁତ ବଢିଆ ଲାଗିଲା। ଆଉ ତମମାନେ ଯେତିକି ଭଲ ପାଇବା ଦେଲ, ଆଶା କରି ଓଡିଶା ଆସି ମତେ ଆହୁରି ଭଲ ପାଇବା ଦବ।
ଆହୁରି ମତେ ପ୍ରଶଂସା କରିବ ମାନେ ମୋ ଚ୍ୟାନେଲ କୁ ସବସ୍କ୍ରାଇବ କରିବ ଆଉ ମତେ ଟିକେ ସପୋର୍ଟ କରିବ କାହିଁକି ନା ଏତେ ମାନେ ଗୋଟେ କଣ କହିବି ମାନେ ଏଇ ଯେ ଇଣ୍ଟରେଷ୍ଟିଂ କିଛି ନୂଆ ମୁଁ ଫିଲ୍ କରିବା ପାଇଁ ଆଉ ଆପଣ ମାନଙ୍କୁ ଦେଖିବା ପାଇଁ ଏସବୁ କରୁଛି ତ ଟିକେ ଟିକେ ସପୋର୍ଟ କରିବା ହାରି ଆଉ ମୋ ଚ୍ୟାନେଲ କୁ ସବସ୍କ୍ରାଇବ କରିକି ଆଉ ମୋ ଇନଷ୍ଟା ଆଇଡି ବି ଦେଇଦି ସେଠି ବି ନିଶ୍ଚୟ ଗଲେ ଟିକେ ଫଲୋ ମାର ଦେଇଥିବ କାହିଁକିନା ମୁଁ ଯେତେ ଯୋଉ ଜାଗାକୁ ଯାଏ ମୁଁ ଲାଇଭ ମାନେ ଗୋଟେ ଭଲ ଜାଗାକୁ ଗଲେ ଲାଇଭ ଟା ମୁଁ ସେଠି ମାନେ ଲାଇଭ ଆସେ ଇନଷ୍ଟାରେ ତ ଚलो ତ ଏମିତି ଭିଡିଓ ଆସିଲା ତ ତମକୁ ଏବେ ମୋର ନେକ୍ସଟ ଯୋଉ ଭିଡିଓ ସିଡ୍ୟୁଲ ଟା ରହିବ ତମକୁ ଏଇ ନେକ୍ସଟ ରେ ମାନେ ନେକ୍ସଟ ଯୋଉ ଛୁଟି ମାନେ ଏବେ ଯୋଉ ଭିଡିଓରେ ଆସିବ ତମକୁ ସେଇ ଭିଡିଓରେ ସବୁ ଆସିବ ଭୁବନେଶ୍ୱରର ଯେମିତି କି ଆମର ଯେତିକି ଟୁରିଷ୍ଟ ପ୍ଲେସ ଅଛି ଲିଙ୍ଗରାଜ ଟେମ୍ପଲ ଦେନ୍ ଆମର ଆମର କଣ କୁହନ୍ତି କି ପାର୍କ ହେଡେ ଜୁ ଯୋଉ ନନ୍ଦନକାନନ ଉଦୟଗିରି ଖଣ୍ଡଗିରି ଏମିତି ବହୁତ ଜାଗା ଅଛି ତ ଆମେ ଭୁବନେଶ୍ୱର ସିଟି ଟିକେ ବୁଲିବା ଭୁବନେଶ୍ୱରରେ ରହୁଛେ ତାର ଗଣେଶ ପୂଜା ଦୁର୍ଗା ପୂଜା ମାନେ ଢେଙ୍କାନାଳ ଲକ୍ଷ୍ମୀ ପୂଜା ଢେଙ୍କାନାଳ ଗଣେଶ ପୂଜା ଆମର ତାଳଚେରେ ତାପରେ ବିଶ୍ୱକର୍ମା ପୂଜା ଆମର ନାଲକୋ ଆଉ ବାଲିଯାତ୍ରା କଟକ ସବୁଆଡେ ଯିବା ତ ତମେ ମୋ ସାଙ୍ଗରେ ଜଡିତ ହେଇରୁହ ଆଉ ଯଦି ଭିଡିଓ ଭଲ ଲାଗୁଛି ତ ଲାଇକ୍ ସେୟାର ସବସ୍କ୍ରାଇବ ପକ୍କା କରିବ ଆଉ ଜୟ ଜଗନ୍ନାଥ ରହୁଛି।